ଡାଲି ଆପଣମାନେ ବହୁତ ଖାଇଥିବେ। ଏହି ପ୍ରୋସେସରେ ବନେଇ ଖାଆନ୍ତୁ। ଅଲଗା ତରକାରୀ ଦରକାର ହେବ ନାହିଁ। ନମସ୍କାର, ସୁ ହାଉସ୍ ଫୁଡ଼କୁ ସ୍ୱାଗତ କରନ୍ତୁ। ଡାଲି ଆମ୍ଭେମାନେ ବନାନ୍ତି। ଏ ରେସିପି ପାଇଁ ପ୍ରଥମ ଦରକାର ହୁଏ ଡାଲି। ମୁଁ ପ୍ରଥମ ନେଲି ଡାଲିକୁ ଗୋଟିଏ ପାତ୍ର କିମ୍ବା ବେଲାରେ ନେଇ ନେବେ। ଡାଲିକୁ ତାପରେ ପାଣି ସହିତ ଭଲ ଭାବରେ ଡାଲିକୁ ଧୋଇ ନେବେ। ଧୋଇ ନେଲା ପରେ ପ୍ରେସର କୁକରରେ ଡାଲିକୁ ଦେବେ। ପ୍ରେସର କୁକରରେ ଡାଲିକୁ ଦେଲା ପରେ ଆପଣମାନେ ବିଲାତି ଦେବେ। ତାପରେ ହଳଦୀ ଗୁଣ୍ଡ ଦେବେ। ତାପରେ ଲୁଣ ଦେବେ। ଲୁଣଟା ଦେଲେ ଭଲ ଭାବରେ ଜଲ୍ଦି ସିଝିବ। ସିଝିଲା ପରେ ତାପରେ ପାଣି ଦେବେ। ଯେଉଁ ଅନୁସାରେ ପାଣି ଦେବା କଥା ପାଣି ଦେବେ। ପାଣି ଦେଲା ପରେ ପ୍ରେସର କୁକରକୁ ଢଙ୍କେଇ ଦେବେ। ତାପରେ ପ୍ରେସର କୁକରକୁ ଢାଙ୍କୁଣୀକୁ ଢଙ୍କେଇ ଦେବେ। ତେଲ ଦେବେ। ଯେଉଁ ଅନୁସାରେ ମିଡ଼ିୟମ୍ ଫ୍ଲେମ୍ ଅନୁସାରେ ଅନ୍ କରିବେ। ଆଉ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଡାଲି ଗରମ 3-4 ଥର ସିଟି ମାରିଲା ପରେ ଡାଲିକୁ ଓହ୍ଲାଇବେ। ଡାଲି ଥଣ୍ଡା ହେଲା ପରେ ଆପଣମାନେ ଢାଙ୍କୁଣୀକୁ ଖୋଲିବେ। ଢାଙ୍କୁଣୀକୁ ଖୋଲିଲା ପରେ ଡାଲିକୁ ଦେଖିବେ ଡାଲି ଭଲ ଭାବରେ ସିଝି ଯାଇଛି। ତାକୁ ଗୋଟେ ଗୋଟେ ଗୋଟା ଅଛି। ସେ ଗୋଟା ଏଇଭଳିଆ ଗୋଟା ରହିଲେ ଭଲ ସ୍ୱାଦିଷ୍ଟ ହୁଏ, ଭଲ ଲାଗେ। ତାପରେ ସ୍ପୁନରେ କିଛି ଟିକେ ଡାଲିକୁ ପାତଳା ଦରକାର ହେଲେ ପାତଳା ପାଇଁ ଚଲେଇ ଦେବେ। ଚଲେଇଲା ପରେ ପାତଳା ହେଇଯିବ। ତାପରେ ପ୍ରେସର କୁକର ଅନ୍ କରିବେ। ଅନ୍ କରିସାରିଲା ପରେ କଡ଼େଇ ବସାଇବେ। କଡ଼େଇ ବସାଇଲା ପରେ ତେଲ ଦେବେ। ତେଲ ଦେଲା ପରେ ତେଲ ଗରମ ହେବ। ତେଲ ଗରମ ହେଲା ପରେ ରସୁଣ ଦେବେ। ରସୁଣ ଦରକାର ହେଲେ ରସୁଣ ଦେବେ। ଆପଣମାନେ ଯାହା କିଛି ଦରକାର ହେଲେ ଦେବେ, ରସୁଣ ଦେବେ। ରସୁଣ ଦେଲା ପରେ ଜିରା ଦେବେ। ତାପରେ ଭୃସଙ୍ଗା ପତ୍ର ଅଛି ହେଲେ ଭୃସଙ୍ଗା ପତ୍ର ଦେଇଦେବେ। ଭୃସଙ୍ଗା ପତ୍ର ଦେଲା ପରେ ଆପଣମାନେ ରସୁଣ ପିଆଜକୁ ଚଲେଇ ନେବେ। ଚଲେଇ ନେଲା ପରେ ସେଟାକୁ ଧୀରେ ଧୀରେ ଲାଲି ହେଇ ଆସିବେ। ନାଲି ହେଲା ପରେ ଏ ନାଲି ହେଇଯିବ। ନାଲି ହେଲା ପରେ ଡାଲିକୁ କ'ଣ କରାଯିବ? ଡାଲିକୁ ସେଠି କଡ଼େଇରେ ଢାଳି ଦେବେ। ଢାଳି ଦେଲା ପରେ ଭଲ ଭାବରେ ଡାଲି ମୋଟା ଅଛି ତ ଯେଉଁ ଅନୁସାରେ ତୁମ ଦରକାର ହୁଏ ସେହି ଅନୁସାରେ କରିନେବେ। ମୋଟା ଅଛି, ବଢ଼ିଆ ଡାଲି ଅଛି, ହରଡ଼ ଡାଲି। ତ ପାତଳା ଦରକାର ତ ପାଣି ସେଠି ମିଶାଇ ଦେବେ। ଗରମ ପାଣି ମିଶାଇବେ। ଗରମ ପାଣି ମିଶାଇଲେ ଭଲ। ଥଣ୍ଡା ପାଣି ମିଶାଇଲେ ସ୍ୱାଦିଷ୍ଟ କମିଯିବ। ତେଣୁକରି ଗରମ କରି ପାଣିଟା ଢାଳି ଦେବେ। ତାପରେ ଟେଷ୍ଟ କରି ସ୍ୱାଦିଷ୍ଟ ଲୁଣ ଦେଇଦେବେ। ଲୁଣ ଦେଲା ପରେ ଗରମ ହେଇଯିବ, ଫୁଟିଯିବ। ଫୁଟିଗଲା ପରେ ଓହ୍ଲାଇ ଦେବେ।